ମାର୍କେଟରେ ବନ୍ଧାକୋବି ସରିବା ଆଗରୁ ବନ୍ଧାକୋବିର ଏହି ରେସିପିଟି ନିଶ୍ଚିନ୍ତ ଭାବରେ ଟ୍ରାଏ କରନ୍ତୁ। ବିନା ପିଆଜ ରସୁଣ ଆଉ କମ୍ ତେଲରେ ଏହି ତରକାରୀ କରିବା। ଥରେ ଯଦି କରିକି ଖାଇବେ ନା, ପିଆଜ ରସୁଣରେ ଯେଉଁ ତରକାରୀ ଖାଉଛନ୍ତି ନା, ତାକୁ ଖାଇବା ତ ପୁରା ଭୁଲିଯିବେ। ଏତେ ଟେଷ୍ଟ ଲାଗିବ। ଗରମ ଗରମ ରୁଟି, ପୁରୀ, ପରଟା, ଭାତ ସାଙ୍ଗରେ ଖାଇବାକୁ ଏକଦମ ପରଫେକ୍ଟ ରେସିପି। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲରେ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଡେରି ନ କରି ଚାଲନ୍ତୁ ତିଆରି କରିବା ବିନା ପିଆଜ ରସୁଣ ଆଉ କମ୍ ତେଲରେ ବନ୍ଧାକୋବିର ଏହି ଟେଷ୍ଟି ରେସିପି। କଡ଼େଇରେ 2 ଚାମଚ ରିଫାଇନ୍ ତେଲ ନେଇଗଲି। ତେଲଟାକୁ ଗରମ ହେଲା ପରେ ଟିକେ ହିଙ୍ଗୁ ପକାଇ ନେବା। ହିଙ୍ଗୁରେ 1 ଚାମଚ ଜିରା, 2ଟା ଶୁଖିଲା ଲଙ୍କା। ଜିରାଟାକୁ ଫୁଟିବାକୁ ଛାଡ଼ିଦେବା। ତା ଦେହରେ 2ଟା ତେଜପତ୍ର ବି ପକାଇ ନେଉଛି। ଜିରା, ଲଙ୍କା, ତେଜପତ୍ରକୁ ଟିକେ ଭାଜିଲା ପରେ ସେଥିରେ ପକାଇ ନେବା ଅଦା ଆଉ କଞ୍ଚା ଲଙ୍କାର ଛେଚା। ଛେଚିକି ପକାଇବେ, ଟେଷ୍ଟ ବହୁତ ବଢ଼ିଆ ଆସିବ। ଅଦା ଆଉ କଞ୍ଚା ଲଙ୍କାର ଛେଚାଟାକୁ କିଛି ସମୟ ପାଇଁ ଟିକେ ଭାଜି ନେବା। ଭାଜି ହେଲା ପରେ ଗୋଟେ ବଡ଼ ସାଇଜ୍ର ଟମାଟରକୁ ଚୁନା ଚୁନା କାଟିଛି, ତାକୁ ଟିକେ ସମୟ ଫ୍ରାଏ କରିବା, ଯେମିତି ଟମାଟରଟା ଟିକେ ନରମ ହେଇଯିବ। ଦେଖନ୍ତୁ ଏଇନା ଟମାଟରଟା ନରମ ହେଇଗଲାଣି। ଏଥିରେ ପକାଇ ନେବା ମଟର। କୋବିକୁ କାଟିକି ଧୋଇକି ରଖିଛି, କୋବିଟାକୁ ବି ପକାଇ ନେବା। କୋବି ପକାଇଲା ପରେ ଭଲ ଭାବରେ ମିକ୍ସ କରିଦେବା। ମସଲାଟା ଯେମିତି ଭଲ ଭାବରେ ମିକ୍ସ ହେଇଯିବ। ମସଲାଟାକୁ ଭଲ ଭାବରେ ମିକ୍ସ କରିଦେଲା ପରେ ଏଥିରେ ଏଇନା ମସଲା ଗୁଣ୍ଡ ପକାଇବା। ଗୁଣ୍ଡରେ ପକାଇଲି 1 ଚାମଚ ଧନିଆ ପାଉଡ଼ର, ହଳଦୀ ଗୁଣ୍ଡ, ଅଧା ଚାମଚ ଜିରା ପାଉଡ଼ର, 1 ଚାମଚ ଲଙ୍କା ଗୁଣ୍ଡ, ସ୍ୱାଦ ହିସାବରେ ଲୁଣ ପକାଇବା ଆଉ ଭଲ ଭାବରେ ସବୁକୁ ମିକ୍ସ କରିଦେବା। ମିକ୍ସ କଲା ପରେ ଏଟାକୁ କଭର କରିକି ଲୋ ମିଡ଼ିୟମ୍ ଫ୍ଲେମ୍ରେ ଛାଡ଼ିଦେବା କିଛି ସମୟ ପାଇଁ କୁକ୍ ହେବା ପାଇଁ। ଦରକାର ପଡ଼ିଲେ ମଝିରେ ମଝିରେ ଟିକେ ଟିକେ ଘାଣ୍ଟି ଦେଉଥିବେ। ଦେଖନ୍ତୁ ପାଖାପାଖି 2 ମିନିଟ୍ ପରେ ମୁଁ କଭର କାଢ଼ିକି ଏଟାକୁ ଟିକେ ଗୋଳେଇ ଦେଉଛି। ଗୋଳେଇଲା ପରେ ଦେଖନ୍ତୁ ଭଲ ଭାବରେ ସିଝି ଯାଇଛି। ଏଠି ମୁଁ ପକାଇଦେଲି ଗୋଟେ ବଡ଼ ସାଇଜ୍ର ଟମାଟୋ ଆଉ ଗୋଟେ ବଡ଼ ଚାମଚ ବେସନ। ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରିଦେବା। ଏଇନା ଟମାଟୋଟା ଏମିତି ଗୋଟା ଗୋଟା ରହିବ, ବେଶୀ ତାକୁ ସିଝେଇବାର ନାହିଁ। ପ୍ରାୟ କଭର କରିଦେବି 1 ମିନିଟ୍ ପାଇଁ। 1ରୁ 2 ମିନିଟ୍ ଭିତରେ ଆମେ କଭର କାଢ଼ି ନେବା। କାଢ଼ିଲା ପରେ ଦେଖନ୍ତୁ ଟମାଟୋଟା ହାଲକା ସିଝି ଯାଇଛି, ପୁରା କଞ୍ଚା ନାହିଁ। ଆଉ ବେସନଟା ଯେଉଁ ପକାଇଥିଲେ ସେଇଟା ବି ଭଲ ଭାବରେ କୁକ୍ ହେଇଯାଇଛି। ଏହି ଷ୍ଟେଜ୍ରେ ଆମେ କାଟିକି ରଖିଥିବା ଧଣିଆ ପତ୍ର ଆଉ ଗରମ ମସଲା ଗୁଣ୍ଡ ପକାଇ ନେବା। ଯେଉଁ ଗରମ ମସଲା ଗୁଣ୍ଡ ପକାଇବେ ମାର୍କେଟରୁ ଆଣୁଛନ୍ତି, ଇନଗ୍ରିଡ଼ିଏଣ୍ଟସ୍ ଯେଉଁ ଅଛି ଦେଖିଦେବେ, ସେଥିରେ ଯେମିତି ରସୁଣ ନଥାଏ। ଏଇଟା ମୁଁ ଘରେ କରିଛି ଗରମ ମସଲାଟା, ତେଣୁ ଭଲ ଭାବରେ ମିକ୍ସ କରିଦେଲି। ତରକାରୀକୁ କାଢ଼ିଦେବା ଆଉ ଗରମ ଗରମ ସର୍ଭ କରିବା। ଆପଣମାନେ ବନ୍ଧାକୋବିର ଏହି ରେସିପିଟି ନିଶ୍ଚିନ୍ତ ଭାବରେ ଟ୍ରାଏ କରନ୍ତୁ। ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଯଦି ଭଲ ଲାଗିଲା ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ। ତେବେ ରହୁଛି, ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।